ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ରଚନା ସ୍ୱାମୀ ବିବେକାନନ୍ଦ। ଉପକ୍ରମ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତାର ବିଶ୍ୱ ବିଜୟୀ ବାହକ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ। ସେ କେବଳ ଜଣେ ସନ୍ନ୍ୟାସୀ ନଥିଲେ, ବରଂ ଜଣେ ମହାନ ଦେଶପ୍ରେମୀ, ସମାଜ ସଂସ୍କାରକ ଏବଂ ଯୁବପିଢ଼ିର ପ୍ରେରଣାର ଉତ୍ସ ଥିଲେ। ତାଙ୍କର ଦର୍ଶନ ଓ ଚିନ୍ତାଧାରା ଆଜି ମଧ୍ୟ ସମଗ୍ର ବିଶ୍ୱକୁ ନୂତନ ମାର୍ଗ ଦେଖାଉଛି। ଜନ୍ମ ଓ ବାଲ୍ୟକାଳ। ସ୍ୱାମୀ ବିବେକାନନ୍ଦ 1863 ମସିହା ଜାନୁଆରୀ 12 ତାରିଖରେ ପବିତ୍ର ମକର ସଂକ୍ରାନ୍ତି ଦିନ କଲିକତାର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିଲାଦିନର ନାମ ଥିଲା ନରେନ୍ଦ୍ରନାଥ ଦତ୍ତ। ପିତା ବିଶ୍ୱନାଥ ଦତ୍ତ ଜଣେ ବିଜ୍ଞ ଓକିଲ ଥିଲେ ଏବଂ ମାତା ଭୁବନେଶ୍ୱରୀ ଦେବୀ ଜଣେ ଧର୍ମପରାୟଣ ମହିଳା ଥିଲେ। ବାଲ୍ୟକାଳ ଓ ଶିକ୍ଷା। ନରେନ୍ଦ୍ରନାଥ ପିଲାଦିନରୁ ଖୁବ୍ ମେଧାବୀ ଓ ଜିଜ୍ଞାସୁ ଥିଲେ। ସେ ସବୁବେଳେ ସତ୍ୟର ସନ୍ଧାନରେ ରହୁଥିଲେ। ଏହି ସନ୍ଧାନ ତାଙ୍କୁ ଦକ୍ଷିଣେଶ୍ୱରର ସାଧକ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ନିକଟକୁ ନେଇଯାଇଥିଲା। ଗୁରୁଙ୍କ ସଂସ୍ପର୍ଶରେ ଆସି ନରେନ୍ଦ୍ରନାଥଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା ଏବଂ ସେ ସନ୍ନ୍ୟାସ ଗ୍ରହଣ କରି ସ୍ୱାମୀ ବିବେକାନନ୍ଦ ନାମରେ ପରିଚିତ ହେଲେ। ଚିକାଗୋ ଓ ଧର୍ମ ସମ୍ମିଳନୀ। 1893 ମସିହାରେ ଆମେରିକାର ଚିକାଗୋ ଠାରେ ଅନୁଷ୍ଠିତ ବିଶ୍ୱ ଧର୍ମ ସମ୍ମିଳନୀରେ ବିବେକାନନ୍ଦ ଯୋଗ ଦେଇଥିଲେ। ସେଠାରେ ସେ ନିଜ ଭାଷଣର ପ୍ରାରମ୍ଭରେ ସିଷ୍ଟର୍ସ ଆଣ୍ଡ ବ୍ରଦର୍ସ ଅଫ୍ ଆମେରିକା ବା ଆମେରିକା ଦେଶର ଭାଇ ଓ ଭଉଣୀମାନେ କହି ସମସ୍ତଙ୍କ ମନ କିଣି ନେଇଥିଲେ। ଭାରତର ସନାତନ ଧର୍ମ ଓ ସଂସ୍କୃତିର ଗୌରବକୁ ସେ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିଥିଲେ। ଆଦର୍ଶ। ସ୍ୱାମୀଜୀଙ୍କ ମତରେ ଶିକ୍ଷାର ମୂଳ ଲକ୍ଷ୍ୟ ହେଉଛି ଚରିତ୍ର ଗଠନ। ସେ କହୁଥିଲେ, ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ଯାଏ ଅଟକ ନାହିଁ। ସେ ମାନବ ସେବାକୁ ହିଁ ମାଧବ ସେବା ବୋଲି ମାନୁଥିଲେ। ଦେଶର ଦରିଦ୍ର ଓ ଅସହାୟଙ୍କ ସେବା ପାଇଁ ସେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ଉପସଂହାର ବା ଶେଷ କଥା। 1902 ମସିହା ଜୁଲାଇ 4 ତାରିଖରେ ମାତ୍ର 39 ବର୍ଷ ବୟସରେ ଏହି ମହାନ ଯୁଗ ପୁରୁଷଙ୍କର ମହାପ୍ରୟାଣ ଘଟିଥିଲା। ତାଙ୍କ ସ୍ମୃତିରେ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଉନ୍ନତି ପାଇଁ ସଂକଳ୍ପବଦ୍ଧ ହେବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଆଶା କରୁଛି ରଚନାଟି ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଲାଇକ୍, କମେଣ୍ଟ ଆଉ ସେୟାର କରିବା ପାଇଁ